ଅଛି ପଳେଇବି ଏଇନା ଟ୍ରକ୍ ଆଗକୁ ଭଲ ହବ କହିଲେ ଭଲ ହବ କି କହିଲେ ଆପଣ ଯଦି କୌଣସି କଥା କହୁଛନ୍ତି ଆପଣ କଣ ଜାଣିନାହାନ୍ତି ଆପଣ କୋଉ କଥା କହୁଛନ୍ତି କି ଆପଣ କଣ ଜାଣିନାହାନ୍ତି ଆପଣ କେମିତି ତାହେଲେ ଆପଣଙ୍କୁ ଡିପେଣ୍ଡ କରେ ସେଟା କମ୍ପାନୀ ନା ନାଇଁ ଆଜ୍ଞା ମୁଁ ଜାଣିନି ଏବେ ମୁଁ ଜାଣିଥିଲି ଆପଣ କେମିତି ହଇରାଣ କରିଥାନ୍ତି କହିଲେ ଆପଣ ମତେ ପ୍ଲିଜ ଇମୋସନାଲି ବ୍ଲାକମେଲିଂ କରନ୍ତୁ ନାଇଁ ମୁଁ ଦେଇଦେବି ପଇସା ଦେଇଦେବି ମୁଁ ତମ ଗୋଡ଼ ହାତ ଧରୁଛି ମ୍ୟାଡାମ ଆପଣଙ୍କୁ ଗୋଡ଼ ହାତ ଧରୁଛି ଆପଣ ଏମିତି କରନ୍ତୁ ନାଇଁ ଆଉ ଯଦି ଆପଣ ଏମିତି କରିବେ ମତେ ଇମୋସନାଲ ବ୍ଲାକମେଲିଂ କରିବେ ହଇରାଣ କରିବେ ସତ କହୁଛି ଆପଣଙ୍କର କଣ ଫୋନ ନ ସିଧା ଟ୍ରକ୍ ଆଗକୁ ପଳେଇବି ଆପଣ ଇଏମଆଇ ନିଅନ୍ତୁ କି ଗାଡି ଟାୟାର ଫାୟାର ଖୋଲିକି ନେବେ ଆଉ ହେଲା ଭଲ ହବ ତ ଆପଣ ନିଜକୁ କ୍ଷମା କରିପାରିବେ ତ କୁହନ୍ତୁ ହ୍ୟାଲୋ ମ୍ୟାଡ଼ାମ ମ୍ୟାଡ଼ାମ ଆମେ ଅଡିବୁଲ ମ୍ୟାଡ଼ାମ ପୁଣି ସେ ପେମେଣ୍ଟ କଥା କହିଲେ ହଉ ମ୍ୟାମ୍ ଦେଖନ୍ତୁ ଆଉ 2 ମିନିଟ୍ ରୁହନ୍ତୁ ମ୍ୟାଡ଼ାମ ସତରେ ଆପଣ ଏଇଭଳିଆ କଥା କହୁଛନ୍ତି ଦେଖିବେ ମୁଁ ଏଇନା ଟ୍ରକ୍ ଆଗକୁ ଗାଡ଼ି ପୁରେଇଦେବି ଦେଖିବେ ମ୍ୟାଡ଼ାମ ମୁଁ ସେଇ କଷ୍ଟ କରୁଛି ମ୍ୟାଡ଼ାମ ସେଇ ପଇସା ପାଇଁ ମୁଁ କଷ୍ଟ କରୁଛି ପଇସା ମିଳିଲେ ଆପଣଙ୍କୁ କେମିତି ଦେଇଦେବି ଆପଣଙ୍କୁ ଦେଇଦେଲେ ଆପଣ ରାଗିବେନି ଗୋଟେ କେମିତି ଭଲରେ ସବୁ ହବ ଆପଣ ଏମିତି ବ୍ୟସ୍ତ କରୁଛନ୍ତି 2 ଦିନ ୱେଟ୍ କଲେଣି ଆଉ 2 ଦିନ ୱେଟ୍ କଲେ କଣ ନିହାଲ ହେଇଯିବ କହିଲେ ମ୍ୟାମ୍ 20 ତାରିଖ ମୁଁ କଣ ଜାଣିନି 20 ମୁଁ କଣ ଜାଣିନି ନା ଆମ ଘରେ କ୍ୟାଲେଣ୍ଡର ନାହିଁ ଆମ ଘରେ କୋହିନୂର କ୍ୟାଲେଣ୍ଡର ଅଛି ସବୁ ଅଛି ଯେ ସବୁ ଜାଣିଛନ୍ତି ଜାଣିକି ବି ଆପଣ ପେମେଣ୍ଟ କରୁନାହାନ୍ତି ପେମେଣ୍ଟ ଜନ୍ମ କରିବି ଆପଣ ବୁଝୁନାହାନ୍ତି ପେମେଣ୍ଟ କଣ ଜନ୍ମ ଅଛି ମୋର ମାସ ସାରା କଟୁଛି ମୋର ପଇସା ହଉନି ସିନା ମୁଁ ଦେଇଦେବି ଆପଣ ରାଗୁଛନ୍ତି କାହିଁ କହିଲେ ଆପଣ ରାଗୁଛନ୍ତି ଆପଣ ରାଗୁଛନ୍ତି କଲ୍ କାଟିଦେବି ମୁଁ ଆପଣଙ୍କ ନମ୍ବର ବ୍ଲକ୍ ଲିଷ୍ଟରେ ପକେଇଦେବି ଭଲ ଆପଣ ମୋ ସହ ଭଲସେ କଥା ହୁଅନ୍ତୁ ହଁ ମତେ ଲୋକ ଆପଣ କେମିତି କରିବେ ସେ ଆପଣଙ୍କ ଉପରେ ଡିପେଣ୍ଡ କରେ କିନ୍ତୁ ଆପଣ ପେମେଣ୍ଟ କରନ୍ତୁ ପେମେଣ୍ଟ ଯେମିତି ନ କରିବେ ତାହେଲେ ଆପଣଙ୍କୁ କହିଯିବ ପେମେଣ୍ଟ ନ କଲେ କଣ ହବ ପେମେଣ୍ଟ ନ କଲେ କଣ ହବ ଆପଣଙ୍କ ସିବିଲ୍ ସ୍କୋର ବି ଡାଉନ୍ ହବ ପର ଡେ 3% ଚାର୍ଜେସ୍ ବି ଲାଗିବ ତା ସହିତ ଆପଣଙ୍କ କଲ୍ ବି ଯିବ ଶୁଣନ୍ତୁ ଯଦି ମୁଁ ପେମେଣ୍ଟ ମୁଁ କରୁନି ତମେ ଆସି ମୋ ଘରୁ ନେଇଯାଅ ମୋ ମାଣ୍ଡୁ ପାଇଁକି ଆର ମାସ ଇଏମଆଇ ପଇସାରେ ମୁଁ ଗୋଟେ 24 ଇଞ୍ଚ ସାଇକେଲ କିଣିଦେବି ମୋ ମାଣ୍ଡୁକୁ ବସେଇକି ବୁଲେଇବି ତମେ ତମ ଗାଡି ଆସି ନେଇଗଲ ଆପଣ ଏମିତି ଗୋଟେ ଗରମ ହଉଛନ୍ତି ଆପଣ କଣ ଏମିତି ଗରମ ହଉଛନ୍ତି କହିଲ କାଲି ସକାଳେ ମୁଁ କେତେ ପଇସା ରୋଜଗାର କରିବି ଆପଣ ଗୋଟେ ଏମିତି ହଉଛନ୍ତି ଆଜ୍ଞା ଆପଣ କାଲି ସକାଳେ ଇନକମ୍ କରନ୍ତୁ କିମ୍ବା ଆପଣ ଆଜି ଇନକମ୍ କରନ୍ତୁ ସେଟା ଆପଣଙ୍କ ଡିପେଣ୍ଡ କରେ ଆପଣ ଯଦି ଇନକମ୍ କରୁଛନ୍ତି ଆପଣଙ୍କୁ ସେଇଟା ପଇସା ଲାଗୁନି ଆପଣ ଗାଡ଼ିରେ ଇଏମଆଇ ପେମେଣ୍ଟ କରନ୍ତୁ ଆପଣଙ୍କୁ ଏଇଟା କୁହାଯାଉଛି ଇଏମଆଇ ଦିଆ ହେଇଯିବ ମ୍ୟାଡ଼ାମ ଆପଣ ଏମିତି ବ୍ୟସ୍ତ ହେଲେ ହବ ଟିକେ ଶୁଣ ଆପଣ ଶୁଣନ୍ତୁ ମୁଁ ବୁଝୁଛି ଆପଣ ଗୋଟେ ଜବ୍ କରୁଛନ୍ତି ଆପଣ ଯଦି ଆମର ଇଏମଆଇ ଟା ଆଦାୟ ନ କରିପାରିବେ ଆପଣଙ୍କ ଚାକିରିଟା ଯିବ ମୁଁ ବୁଝୁଛି ଗୋଟେ ବ୍ୟକ୍ତିଗତ ହିସାବରେ ଗୋଟେ କଥା ହେଲେ ମୋ ସହିତ ମୋ ଖରାପ ପିଲା ମୁଁ ଇଏମଆଇ କଣ ଦେବି ନାଇଁ ମୁଁ କଣ ମରିଯାଉଛି ମୁଁ କାଲି ଆଡୁ ଦେବିନି ଆପଣ କାହିଁ ଏମିତି କହୁଛନ୍ତି ଗୋଟେ ପ୍ରଫେସନାଲ କଲେ କୌଣସି ବ୍ୟକ୍ତିଗତ କଥା କୁହାଯାଏନି ସେଇ ତ କହୁଛି ଯଦି ବ୍ୟକ୍ତିଗତ କଥା କୁହାଯାଏ ନାହିଁ ଆପଣ ଆପଣଙ୍କ ବ୍ୟକ୍ତିଗତ ନମ୍ବରଟା ଦଉନାହାନ୍ତି ଏବେ ବ୍ୟକ୍ତିଗତ କଥା ହବ କୌଣସି ବ୍ୟକ୍ତିଗତ ନମ୍ବର ଆପଣଙ୍କୁ ଦିଆଯିବନି କାହିଁକିନା କୌଣସି ବ୍ୟକ୍ତିଗତ ପଇସା ଆପଣଙ୍କୁ ଦିଆଯାଏନି କାଇଁ ମୁଁ ବ୍ୟକ୍ତିଗତ ପଇସା ଦେବି କୌଣସି ବ୍ୟକ୍ତିଗତ ପଇସା ଆପଣଙ୍କୁ କୁହାଯାଉନି ଯେତିକି ଆପଣ ଇଏମଆଇ ରହିଛି ନା ଆପଣ ସେଇଟା ହିଁ ପେମେଣ୍ଟ କରନ୍ତୁ ମ୍ୟାଡ଼ାମ ଶୁଣନ୍ତୁ ଆଗରେ ଟିକେ ପୋଲିସ ଚେକିଂ ହଉଛି ମୁଁ ଆକ୍ଚୁଆଲି ହେଲମେଟ ପିନ୍ଧିନି ହେଲା ପୁଣି ଫାଇନ ପଡିଯିବ ଆପଣ ଟିକେ ରଖିଦିଅନ୍ତୁ ମୁଁ ଏ ଜେବ୍ରା ଯୋଉ କ୍ରସିଂ ଟା ପାସ୍ କଲେ ଆପଣ 15 ମିନିଟ୍ ପରେ କଲ୍ କରିବେ ଆମେ କଥା ହେବା ଆଉ ହେଲା ରଖୁଛି ବାଏ ପେମେଣ୍ଟ କେମିତି କରିବି ଲୋ ମା ବୁଝ ଅନେଇଲ ଏଇଠି ମୁଁ ଛିଡା ହେଇଛି ରାସ୍ତା କରରେ ଅରଗ ଫୁଲ ଜାଣିଛନ୍ତି ଅରଗ ଫୁଲ କ୍ଷୀର ଖାଇକି ମରିଯିବି ଜାଣିଛନ୍ତି ତ ଶିବ ଯୋଉଟା ଖାଇଥିଲେ ଅନ୍ଧ ହେଇଯାଇଥିଲେ କୋଉଠି କରିବି ବୁଝୁନ ପଇସା ନାହିଁ ବା ପଇସା ନାହିଁ ବୋଲି କହିଲେ ତ ହବନି ନା ପେମେଣ୍ଟ ଯୋଉ ଲୋନ୍ କରିଥିଲେ ଆପଣ ତ ଜାଣିଥିଲେ ଆପଣଙ୍କୁ ପେମେଣ୍ଟ କରିବା ପାଇଁ ପଡିବ ଆରେ ମୁଁ କଣ ଜାଣିଥିଲି 4 ମାସରେ ମୋ ପାଖରେ ଇଏମଆଇ ଦେବେ ପଇସା ନଥିବ ବୋଲିକା କହିଲେ ମୁଁ ଜାଣିଥିଲି କି ପର୍ସନାଲ ପ୍ରୋବ୍ଲେମ ଆପଣ ଟିକେ ବୁଝିପାରିବେନି ପର୍ସନାଲ ପ୍ରୋବ୍ଲେମ ଆପଣ ଟିକେ ବୁଝିପାରିବେନି
ଆପଣ ଗୋଟେ ମଣିଷଟି, ଆପଣ ମଣିଷଟି କାହିଁ ଏମିତି ହଉଛନ୍ତି କହିଲେ? ମଣିଷକୁ ରକ୍ଷା କରିବା ପାଇଁ ଆମକୁ ଆପଣ ଗୋଟେ ମଣିଷ ହେଇ ଗୋଟେ ମଣିଷ କଥା ବୁଝୁନାହାନ୍ତି। ମୁଁ କଣ କରିବି କହିଲେ ମ୍ୟାଡାମ? ରୁହନ୍ତୁ, ମୁଁ ଦେଇଦେବି, ପଇସା ଦେଇଦେବି। ଆଜ୍ଞା କୌଣସି ମଣିଷ ବିନା ଅନ୍ୟ କୌଣସି ପଶୁପକ୍ଷୀ ନିଅନ୍ତି କି ଲୋନ୍ ନେଇ ନିଅନ୍ତି ନା, ତ ଆପଣ ଯେହେତୁ ମଣିଷ ହେଇକି ଲୋନ୍ ଟା ନେଇଛନ୍ତି ଆପଣଙ୍କୁ ସେଥିପାଇଁ କୁହାଯାଉଛି। ନେଇଛି ପଇସାଟା ନାହିଁ। ମୁଁ କଣଟା ବିକିକି ଦେବି କହିଲେ? ମୋ ଘରେ ଖଡା ନାହିଁ ବିକିବାକୁ। ବୁଝନ୍ତୁ, ଲୋନ୍ ଟା ନେଇଯାଇଛି, ପଇସା ଦେବେ। କଣ କରିବେ ଆମେ କନଫର୍ମ କରିପାରିବୁନି, ବଟ୍ ଆପଣଙ୍କୁ ଆରେଞ୍ଜ କରିବାର ପେମେଣ୍ଟ କରିବାର ଅଛି। ଆପଣଙ୍କର ଇଏମଆଇ ଡେଟ୍ ଅଲରେଡି ଯାଇସାରିଛି। 20 ତାରିଖରୁ ଏବେ ଆସିବ 22 ତାରିଖ। 22 ତାରିଖ 2 ଦିନ ଲେଟ୍ ହେଇଗଲା। 2 ଦିନ ଲେଟ୍ ହେଇଗଲା ବୋଲି ଆପଣ ଏମିତି ଗରମ ଖାଉଛନ୍ତି ଯେ? ଆପଣଙ୍କୁ ଚାର୍ଜେସ୍ ଲାଗୁଛି। ଆଜ୍ଞା ଲେଟ୍ କରିବେ ପ୍ରତ୍ୟେକ ଦିନ ଆପଣଙ୍କୁ ଚାର୍ଜେସ୍ ଲାଗିବ, ସେଟା ସ୍କିପ୍ ରାଉଣ୍ଡ ହବ। ମ୍ୟାଡାମ ଆପଣ ଏମିତି ଗରମ ଖାଉଛନ୍ତି କହିଲେ? ମ୍ୟାରେଜ ଫ୍ୟାରେଜ କରିଛନ୍ତି ନା ନାଇଁ? ବୋଧେ ଆପଣ ଅନମ୍ୟାରେଡ ଅଛନ୍ତି, ଏତେ ଗରମ ଖାଉଛନ୍ତି। ମୁଁ ତ ଏତେ କୁଲ ହେଇ କଥା ହଉଛି, ଆପଣ କୁଲ ହେଇ କଥା। ଆପଣ କୋଉ ଜାଗାରୁ କଲ୍ କରୁଛନ୍ତି କହିଲେ? ଲୋକେସନ ଟା କହିଲେ? ପାଗ ତ ଏତେ ମସ୍ତ ଅଛି, ଥଣ୍ଡା ପାଗ, ବର୍ଷା ବି ଟପ ଟପ ପକଉଛି। ଆପଣ ତ ଗରମ କାହିଁ ହେଇଯାଉଛନ୍ତି? ଥଣ୍ଡା ହୁଅନ୍ତୁ ଟିକେ, ଆରାମସେ କଥାବାର୍ତ୍ତା ହବା। ଆପଣ ରାଗୁଛନ୍ତି। ତା ଯେତେବେଳେ ହାଲୋ କହିଲେ ଏଇ ବର୍ଷରେ କହୁଥିଲେ, ଆପଣ ରାଗିକି କହୁଛନ୍ତି। ଆପଣ ସର୍ଟ ହେଇ କହିଲେ ଗୋଟେ ପଇସା ପଡୁଛି। ଆପଣ ରାଗିଲେ ମୁଁ ବି ରାଗିବି, ଭଲ ବା ଟୋଟାଲି ପଇସା ଦେବିନି। ପ୍ଲିଜ ମ୍ୟାଡାମ, ପ୍ଲିଜ ବୁଝନ୍ତୁ ମ୍ୟାମ୍, ବୁଝନ୍ତୁ। ମ୍ୟାମ୍ ତ 3 ଥର କଲ୍ କଲେଣି। ସେ ଭାବିଲେ ୱେଟିଂ ଦେଖଉଛି। ସେ ଭାବୁଛି ମୁଁ ଆପଣଙ୍କ ସହିତ 7 ମିନିଟ୍ ଭଳିଆ କଥା ହେଲେଣି। ସେ ଭାବୁଛି ମୁଁ ଆଉ କୋଉ ଝିଅ ସାଙ୍ଗେ କଥା ହଉଛି। ପର୍ସନାଲ ଫୋନରେ ଆପଣ ଟିକେ କଲ୍ ଟା କାଟି ଦଉନାହାନ୍ତି। ମୁଁ ପଇସା କାଲି ଦେଇଥିଲେ ଚଳିବ। ପଇସାଟା କାଲି ଦେଲେ ଚଳିବ। ହଉ ଶୁଣ ହଉ ଶୁଣନ୍ତୁ, ମୋର ଗୋଟେ ଏକ୍ସ ଗାର୍ଲଫ୍ରେଣ୍ଡ ହେଲା। ଶୁଣନ୍ତୁ, ସେ ଜବ୍ କରୁଛି ଇଣ୍ଡୋନେସିଆରେ ହେଲା। ଇଣ୍ଡୋନେସିଆ ଜବ୍ କରୁଥିଲେ, ଏବେ ତାର ଉଗାଣ୍ଡା ଟ୍ରାନ୍ସଫର ହେଇଯାଇଛି ହେଲା। ଆଉ ମୁଁ ତାକୁ 5,000 ଟଙ୍କା ମାଗି ଦଉଛି ହେଲା। ଆଉ 4,670 ଦେଇଦବା। ଆଉ ଯୋଉ ପଇସା ମିଳିବ 2ଟା ବିରିୟାନୀ ଖାଇଦବା। ତମେ ଗୋଟେ, ମୁଁ ଗୋଟେ, ବିରିୟାନୀ ଟା ଖାଇଦବା ହେଲା। ଆଉ ପଇସାଟାକୁ ପେମେଣ୍ଟ କରିଦେବି ଆଜି ରାତି ଭିତରେ ହେଲା। ଆପଣ କୋଉ ବିରିୟାନୀ ଖାଇବେ, ଭେଜ ନା ନନ ଭେଜ କହିଲେ? ଇଏମଆଇ ଦେଇଦେବି ଯେ, ଆପଣ ଭେଜ ବିରିୟାନୀ ଖାଇବେ ନା ନନ ଭେଜ ବିରିୟାନୀ ଖାଇବେ? ଆପଣ ତାହେଲେ ପର୍ସନାଲ ନମ୍ବର ଟା ଦଉନାହାନ୍ତି, ଆମେ କଥା ହେବା। ଓ ଛାଡ଼ନ୍ତୁ। ଆପଣଙ୍କ ଇନଷ୍ଟାଗ୍ରାମ ଆଇଡି ତ ଥିବ, ସେଇଟା ଦଉନାହାନ୍ତି। ନାଇଁ ମୁଁ ଜାଣିନି, ଆପଣ ମତେ ବାଧ୍ୟ କରୁଛନ୍ତି ମାନେ ପ୍ରଫେସନାଲ ମାନେ ପୁରା ଖରାପ କଥା ହେବା ପାଇଁ। ମୁଁ ତ କହୁଛି ପେମେଣ୍ଟ ଟା ଦେଇଦେବା ପାଇଁ। ଆଜି ରାତି ଭିତରେ ଦେଇଦେବି। ମୋ ଏକ୍ସ ପଇସା ପଠେଇଲେ ମୁଁ ଦେଇଦେବି। କନଫର୍ମ କରିବି। ଶୁଣ, ସେ ଉଗାଣ୍ଡାରେ ଅଛି। ମୁଁ ତାକୁ କହିଲେ କଲ୍ କରିବି, ମୋ ବାଲାନ୍ସ ଟା କଟିଯିବ ନା। ମୁଁ ତାକୁ ହ୍ୱାଟ୍ସଆପ କଲ୍ କରିବି। ହ୍ୱାଟ୍ସଆପ ସିଏ ନା ଅଫଲାଇନ ଅଛି। ପର୍ସନାଲ କଥା ଆପଣ ଯଦି ଶୁଣିବାର ଦମ ନାହିଁ, ଆପଣ କାହିଁ ଫୋନ କରୁଛନ୍ତି କହିଲେ? ଓହୋ, ହଁ ମ୍ୟାଡ଼ାମ, ସରି। ସରି ମ୍ୟାମ୍, ମୁଁ ହାତ ଯୋଡୁଛି। ଗାଡି ଫାଡି ଛିଡା କରୁଛି, ହାତ ଯୋଡ଼ିଲେଣି, ଗୋଡ ବି ଯୋଡୁଛି ହେଲା। ଆଉ କଣ ଯୋଡିଦେବି କୁହନ୍ତୁ? ସବୁ ଯୋଡିଦେଲି ହେଲା। ଆପଣ ରାଗନ୍ତୁନି, କଲ୍ ରଖନ୍ତୁ, ପଇସା ଦିଆହବ। ପଇସା ନ ଦିଆ ହେଲେ ଆପଣ 10:30 ପରେ କଲ୍ କରିବେ ହେଲା। ପର୍ସନାଲ କଥା ହବା ଆଉ ହେଲା। ଆଜ୍ଞା, ପେମେଣ୍ଟ ଅଧଘଣ୍ଟା ଭିତରେ। ମୋ ମାଣ୍ଡୁ ଉଗାଣ୍ଡାରେ ଅଛି ନା, ତା ଡ୍ୟୁଟି ଟା ସରିବ 4:36 ହେଲାଣି। ତା ଡ୍ୟୁଟି ଟା 5ଟା ବେଳକୁ ସରିବ। 5:01ରେ ସିଏ ମତେ ପଇସା ପଠେଇବ। ମୁଁ 2-3 ଆଡକୁ ଆପଣଙ୍କୁ ପେମେଣ୍ଟ କରିବି। ଆପଣ ଏଇ ନମ୍ବରରେ କଲ୍ କଲେ ଆପଣ ରିସିଭ୍ କରିବେ ତ? ଆପଣ ସେଇ ଲାଇନରେ ରହୁନାହାନ୍ତି। ଆପଣ 5:02 ଯାଏଁ ଲାଇନରେ ରହୁନାହାନ୍ତି, ମୁଁ ପେମେଣ୍ଟ କରିଦେବି, କଥା ହେବା। ଆଜ୍ଞା, ମୋ ମାଣ୍ଡୁର କଣ ସେ ୟୁଜ୍ କରୁଛି କଣ କହିଲେ? ଫ୍ୟାନ୍ ପେ। ତାକୁ 18 ବର୍ଷ ହେଇନି ତ, ସେ ଫ୍ୟାନ୍ ପେ ୟୁଜ୍ କରୁଛି।
ସେ ସେଇଥିରେ ପେମେଣ୍ଟ କରିଦେବେ ଆପଣ ବ୍ୟସ୍ତ ହୁଅନ୍ତୁନି। ମୁଁ କୋଉଥିରେ ପେମେଣ୍ଟ କରିବି? ଆପଣଙ୍କର ଗାଡ଼ିର EMI ପେମେଣ୍ଟ ଆପଣ କେମିତି କରିବେ? ମୁଁ ଜିପେ କରିଥାନ୍ତି ନା ମୁଁ ପେଟିଏମ୍ କରିଦେବି। ପେଟିଏମ୍ କରିଦେବି ଚଳିବ? ମୋର ଏକ୍ସଚେଞ୍ଜ ନମ୍ବରରେ କରିବେ, କୌଣସି ପର୍ସନାଲ ନମ୍ବରରେ କରିବେନି। କୌଣସି ପର୍ସନାଲ ନମ୍ବରରେ କୌଣସି EMI ପେମେଣ୍ଟ ହୁଏ ନାହିଁ। ନାଇଁ ସେଇଟା ମୁଁ ଜାଣିଛି, ମୁଁ ପେମେଣ୍ଟ କରିଦେବି। ଆପଣ କାନ୍ଦନ୍ତୁ ନାହିଁ, ବ୍ୟସ୍ତ ହୁଅନ୍ତୁ ନାହିଁ ହେଲା। ଆପଣଙ୍କ ଜବ୍ ପୁରା ସିକ୍ୟୁର ହେଲା। ଆପଣଙ୍କର ବୋଧେ କିଛି କାମ ଧନ୍ଦା ନାହିଁ, ଆପଣ କିଛି କାମ ଧନ୍ଦା ନାହିଁ ବୋଧେ, ଏତେ ସମୟ ଗପୁଛନ୍ତି। ମୁଁ ତ କହୁଛି ପେମେଣ୍ଟ ଟା କରିଦେବି, ଆପଣ ବାତ୍ୟା ଭଳିଆ କାହିଁ ହଉଛନ୍ତି? ଆପଣ ସେଇଥିପାଇଁ ଅଛନ୍ତି, ବାରମ୍ବାର କଲ୍ କରିବେ। କଷ୍ଟମର କେୟାରରେ ବସିକି କଲ୍ କରୁଛନ୍ତି, କେହି ରିସିଭ୍ କରୁନାହାନ୍ତି। ମୁଁ ଗୋଟେ ହ୍ୟାଣ୍ଡସମ୍ ଟୋକାଟା ରିସିଭ୍ ମୋ ମାଣ୍ଡୁ ଜାଣିଲେ ନା ଆପଣ ଜବ୍ ଖାଇଦେବେ, ଜାଣିଛନ୍ତି ନା? ଆପଣଙ୍କ ପାଖରେ ବସିକି କହୁନାହାନ୍ତି, ଆପଣ କହୁନାହାନ୍ତି ସେ ଆପଣ ପେମେଣ୍ଟ କରିବେ। ମୁଁ ବଡ଼ ବଡ଼ କଥା କହୁଛି ତ ଆପଣ କଲ୍ ଅଛନ୍ତି ମୁଁ ତ ପେମେଣ୍ଟ କହିକି ଆପଣଙ୍କୁ କଲ୍ ଯାଉଛି, ସେଇଟା ଆପଣ ଜାଣିବା ଦରକାର। ଗୋଟେ EMI ପାଇଁ ଆପଣଙ୍କୁ ଗୋଟେ ବାରମ୍ବାର କଲ୍ ହେଇକି ଆପଣ କେତେ ଗୋଟେ ଖାଇଯାଉଛି, ଆପଣ ଚାହୁଁଛନ୍ତି ସେଇଟା ଆପଣଙ୍କୁ ଗୋଟେ ବାରମ୍ବାର କଲ୍ ଯାହା କରିକି ଆପଣ କେତେ ମୁଁ ତ କହୁଛି ପେମେଣ୍ଟ କରିଦେବି ନା। ହଉ ଶୁଣନ୍ତୁ, ତମର ନାହିଁ ମୋର ନାହିଁ, ମୁଁ ପେମେଣ୍ଟ କରିଦେବି ହେଲା। ରଖିଦିଅ ନା ପ୍ଲିଜ୍ ମୋ ମାଣ୍ଡୁ 6 ଥର କଲ୍ କଲାଣି। ଯଦି ମୋର ବ୍ରେକଅପ୍ ହେଲା ତମେ ମୋର ମାଣ୍ଡୁ ହବ କି? ନା ତମ ବେଳେ ମୋ ରାଗି ମାଣ୍ଡୁ ଦରକାର ନାହିଁ। ମୋ ମାଣ୍ଡୁ ଯେତେ ସଫ୍ଟ କେତେ ଭଲସେ କଥା ହୁଏ ତମେ ବହୁତ ରାଗି। ଆଜ୍ଞା କଣ କହୁଛନ୍ତି? ଚାର୍ଜେସ୍ ଲଗେଇ ଦଉନାହାନ୍ତି। ଦୁନିଆଟା ଛୋଟ ନୁହେଁ କି ମୁଁ ଛୋଟ ନୁହେଁ। ମୁଁ ଏମିତି ନୁହେଁ ଯେ ଇନକମ୍ କରିପାରିବି ନାହିଁ, ମୁଁ ଇନକମ୍ କରୁଛି ହେଲା। ହଁ ଆପଣ ଶୁଣନ୍ତୁ, ଆପଣ ଗୋଟେ କଥା ଜାଣି ରଖିବା ଦରକାର, ମୋର 6ଟା ଏକ୍ସ ଅଛନ୍ତି। ଗୋଟେ ଏକ୍ସ ଯଦି 5,000 ଧର ନା 6 5 30,000। ଆପଣ ମାସକୁ ପାଉଥିବେ କେତେ? ଆପଣ ମାସକୁ ପାଉଥିବେ କେତେ? ଗପି ଗପିକା 12,000 ଟଙ୍କା। ମୁଁ ପାଉଛି 30,000 ଟଙ୍କା ହେଲା। ମୋ 6ଟା ଏକ୍ସ ଯଦି ମେସେଜ କରିଦେବି ନା 30,000 ଟଙ୍କା ମୁଁ ପାଇବି ହେଲା। ଆଜ୍ଞା।